ଏବଂ ସେହି ଟିମ୍ ସ୍ପେଶାଲ ଟିମ୍ ବିଭିନ୍ନ ଆମର ସାଇବର ସେଲ୍ର ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନ ଯାଇକି ଆମର ଇଣ୍ଟେଲିଜେନ୍ସ କଲେକ୍ସନ୍ କରାହେଇଥିଲା ଏବଂ ଆଜି ଆମେ ସେହି ଆସାମୀ ଅମିତାଭ ନାୟକକୁ ଆରେଷ୍ଟ କରିବାରେ ସକ୍ଷମ ହୋଇଛୁ। ଯେ କୁଚିଣ୍ଡା କଲେଜରେ ଜଣେ ପଢ଼ୁଥିଲେ, ସେ ଗ୍ରାଜୁଏସନ୍ ପାସ୍ କରିଥିଲେ। ସେ ପିଲା ଆକ୍ୟୁଜ୍ ଯିଏ ତା ନାଁ ହେଉଛି ଅମିତାଭ ନାୟକ, ତା ବାପା ନାଁ କିଶୋର ଚନ୍ଦ୍ର ନାୟକ, ତା ଗାଁଟା ହେଉଛି ସିହିଡ଼ି ମହୁଲପଦା, ଜିଲ୍ଲା ସୁନ୍ଦରଗଡ଼। ଆଉ ସେଦିନ ଠାରୁ ସେ କେସ୍ର ସେ ଆସାମୀ ଯିଏ ଆବସ୍କଣ୍ଡିଂ କରିଥିଲେ। ଗତ 13 ଏପ୍ରିଲ 2012 ମସିହାରେ କୁଚିଣ୍ଡାର ସିନେମା ହଲ୍ ଛକ ପାଖରେ ଜୈନିକ ବ୍ୟକ୍ତି ଯାହାର ନାମ ସୁଦାମ ଆଲିଆସ୍ କାହ୍ନୁ ନାଗ, ତା ବାପା ନାଁ ଧରଣୀଧର ନାଗ, ସେ ୱାର୍ଡ଼ ନମ୍ବର 2ର ଅଧିବାସୀ ଅଟନ୍ତି। ତାଙ୍କୁ ଜଣେ ମର୍ଡ଼ର କରିଥିଲେ, ଅନନୋନ୍ ମର୍ଡ଼ର ହେଇଥିଲା। ଆଉ ଗୋଟେ ଇନଷ୍ଟ୍ରୁମେଣ୍ଟ ତାଙ୍କର ବେକକୁ ଷ୍ଟାବିଂ କରି ମର୍ଡ଼ର ହେଇଥିଲା। ସେ ମର୍ଡ଼ର କେସ୍ର ଆସାମୀ ଅନନୋନ୍ ଥିଲା ଏବଂ ପରେ ସେହି ଘଟଣାକୁ ନେଇ କୁଚିଣ୍ଡା ଥାନା କେସ୍ ନମ୍ବର 52 ଡେଟେଡ୍ 13/4/2012 ଅଣ୍ଡର ସେକ୍ସନ୍ 302 IPCରେ ଗୋଟେ କେସ୍ ରୁଜୁ ହୋଇଥିଲା ଏବଂ ଘଟଣା ତଦନ୍ତ ପରେ ସେଥିରୁ ଜଣାପଡ଼ିଲା ଯେ କୁଚିଣ୍ଡା କଲେଜରେ ଜଣେ ପଢ଼ୁଥିଲେ, ସେ ଗ୍ରାଜୁଏସନ୍ ପାସ୍ କରିଥିଲେ। ସେ ପିଲା ଆକ୍ୟୁଜ୍ ଯିଏ ତା ନାଁ ହେଉଛି ଅମିତାଭ ନାୟକ, ତା ବାପା ନାଁ କିଶୋର ଚନ୍ଦ୍ର ନାୟକ, ତା ଗାଁଟା ହେଉଛି ସିହିଡ଼ି ମହୁଲପଦା, ଜିଲ୍ଲା ସୁନ୍ଦରଗଡ଼। ଆଉ ସେଦିନ ଠାରୁ ସେ କେସ୍ର ସେ ଆସାମୀ ଯିଏ ଆବସ୍କଣ୍ଡିଂ କରିଥିଲେ ଏବଂ ପୋଲିସ ବହୁତ ଖୋଜାଖୋଜି କରିବା ପରେ ଯେହେତୁ ଆସାମୀ ମିଳିନଥିଲା, ତାକୁ ଆବସ୍କଣ୍ଡ ଲେଖି ଚାର୍ଜସିଟ୍ ଦିଆହେଇଥିଲା। ତ ବର୍ତ୍ତମାନ ସେହି ଘଟଣାର ଯେତେବେଳେ ଆମର ସମ୍ବଲପୁର SP ସାର୍ ମୁକେଶ କୁମାର ଭାମୁ IPSଙ୍କ ନିର୍ଦ୍ଦେଶରେ ଗୋଟିଏ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସେ ଟିମ୍ରେ ଅମର ହୋତା ଆଉ ବିଶ୍ୱାଳ ବାବୁ ଏବଂ ଆମ ଷ୍ଟାଫ୍ ସବୁ ନିଯୁକ୍ତି ହେଇଥିଲେ ଏବଂ ସେହି ଟିମ୍ ସ୍ପେଶାଲ ଟିମ୍ ବିଭିନ୍ନ ଆମର ସାଇବର ସେଲ୍ର ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନ ଯାଇକି ଆମର ଇଣ୍ଟେଲିଜେନ୍ସ କଲେକ୍ସନ୍ କରାହେଇଥିଲା ଏବଂ ଆଜି ଆମେ ସେହି ଆସାମୀ ଅମିତାଭ ନାୟକକୁ ଆରେଷ୍ଟ କରିବାରେ ସକ୍ଷମ ହୋଇଛୁ ଏବଂ ସେ ଅମିତାଭ ନାୟକଙ୍କର ନାଁରେ ଆମର SDGM କୁଚିଣ୍ଡା କୋର୍ଟରୁ ଗୋଟେ NBW ଇସ୍ୟୁ ହୋଇଥିଲା। ସେହି NBW ଷ୍ଟ୍ରେନ୍ଥରେ ତାକୁ ଆଜି ଆମେ ଆରେଷ୍ଟ କରି କୋର୍ଟ ଚାଲାଣ କରୁଛୁ। କେଉଁଠି ଥିଲା ସେ? ସେ ସୁନ୍ଦରଗଡ଼ରେ ପ୍ରଥମେ ରହୁଥିଲା, ଯେହେତୁ ପୋଲିସ ବାରମ୍ବାର ସେଠାରେ ଯାଇକରି ରେଡ୍ କରିବା ପରେ ସେ ଫେରାର ହୋଇଯାଇଥିଲା। ତାଙ୍କର ହ୍ୱେର୍ ଆବାଉଟ୍ ଜଣାପଡ଼ୁନଥିଲା। ସେ ଓଡ଼ିଶାର ବିଭିନ୍ନ ଜାଗାରେ ଆତ୍ମଗୋପନ କରୁଥିଲେ, କିନ୍ତୁ ପରେ ଆମେ ସାଇବର ସେଲ୍ର ଯେଉଁ ପ୍ରତ୍ୟେକ ତତ୍ତ୍ୱାବଧାନରେ ଆମର ସ୍ୱତନ୍ତ୍ର ଟିମ୍ ଓଡ଼ିଶାର ବିଭିନ୍ନ ଜାଗାରେ ଉପରେ ଯାଇକି ଅନୁଧ୍ୟାନ କରି ଆସିଥିଲେ ଏବଂ ରେଡ୍ ମଧ୍ୟ କରିଥିଲେ। ଆଜି ତାଙ୍କୁ ବଲାଙ୍ଗୀରରୁ ତାଙ୍କୁ ଉଠେଇଛୁ।